ଅପୂର୍ବ ଯଶକୁ କଥାକୁ ଗାଥାକୁ ଗାଇ ଯାଇଛନ୍ତି। କିଏ ବର୍ଣ୍ଣି ପାରିବ ଭାଷାରେ ଏ ଦେବୀଙ୍କର ମହିମା। ନାନା ଭୂଷଣ ଭୂଷିତାମ୍ ସୁମନସାମ୍ ଆନନ୍ଦ କଲ୍ଲୋଳିନୀ ଫୁଲେନ୍ଦିବର ନୀଳ ଲୋଳ ନୟନାମ୍ ଶ୍ରୀରାମ କୃଷ୍ଣାନୁଜାମ୍ ସର୍ବାଭୀଷ୍ଟ ଫଳ ପ୍ରଦାନ ନିରତାମ୍ ତ୍ରୈଲୋକ୍ୟ ସମ୍ମୋହିନୀ ଦେବେଶୀಂ ଭବ ଦୁଃଖ ଦାହ ସମନି ଦେବୀಂ ସୁଭଦ୍ରାମ୍ ଭଜେ। ଏବେ ଆପଣ ଦେଖୁଛନ୍ତି କାମପାଳ ରେବତୀ ରମଣ ହଳାୟୁଧଙ୍କର ସୁନ୍ଦର ଅପୂର୍ବ ଯେଉଁ ରଥ ତାର ଅଶ୍ୱମାନେ ପ୍ରସ୍ତୁତ ରହିଛନ୍ତି ଏବଂ ସେମାନେ ରଥକୁ ବାହି ନେବା ପାଇଁ ସବୁମତେ ପ୍ରୟାସ କରୁଛନ୍ତି। ଆମେ ଓହୋ ହରିବୋଲ ଦିଅ ହୋ ଭକ୍ତେ ହରିବୋଲ ଦିଅ ବୋଲ ବଳଭଦ୍ର ଭଗବାନ କି ଜୟ। ତେଣୁ ଶ୍ରୀମତ୍ ପଙ୍କଜ ବିସ୍ତରୋ ହରିହରଉ ବାୟୁର୍ମହେନ୍ଦ୍ର ନଳଃ ଚନ୍ଦ୍ରୋ ଭାସ୍କର ବିତ୍ତପାଳ ବରୁଣ ଧର୍ମାଧିପାଳା ଗ୍ରହା ପ୍ରଦ୍ୟୁମ୍ନୋ ନଳକୂବରौ ସୁରଗଜ ଚିନ୍ତାମଣି କୌସ୍ତୁଭ ସ୍ୱାମୀ ଶକ୍ତିଧର ସ୍ଥଲାଙ୍ଗଳଧର କୁର୍ବନ୍ତୁ ତେ ମଙ୍ଗଳମ୍। ସେଇ ବଳଭଦ୍ର ଭଗବାନ ସମସ୍ତ ଭକ୍ତମାନଙ୍କର ମଙ୍ଗଳ ବିଧାନ କରନ୍ତୁ। ଏବଂ ଆପଣ ଦେଖୁଛନ୍ତି ଚକ୍ଷୁ ପଲକ ପତନ ମାତ୍ରେ ଦେବୀ ଭଗବତୀଙ୍କର ଏଇ ଯେଉଁ ସୁନ୍ଦର ରଥ ସିଏ ମଧ୍ୟ ଆମର ନୟନକୁ ଆକୃଷ୍ଟ କରୁଛି। ଏବଂ ଏଇ ଯେଉଁ ଦେବୀ ଭଗବତୀଙ୍କର ଏଇ ଯେଉଁ ସୁନ୍ଦର ରଥ ଇଏ ରଥର ଅପୂର୍ବ ମହିମା ରହିଛି। ଆପଣମାନେ ଜାଣନ୍ତି ଇଏ ହେଉଛନ୍ତି ଦେବୀଙ୍କର ରଥ ଏବଂ ଏ ଯେଉଁ ଦେବୀ ଇଏ ମାନେ ଅନନ୍ତ ବୀର୍ଯ୍ୟ ସମ୍ପନ୍ନା ଅଟନ୍ତି। ତେଣୁ ଦେବୀ ପ୍ରପନ୍ନାର୍ତି ହରେ ପ୍ରସିଦ୍ଧ ପ୍ରସିଦ୍ଧ ମାତର ଜଗତୋଖିଳସ୍ୟ ପ୍ରସିଦ୍ଧ ବିଶ୍ୱେଶ୍ୱରୀ ପାହି ବିଶ୍ୱମ୍ ତ୍ୱମୀଶ୍ୱରୀ ଦେବୀ ଚରାଚରସ୍ୟ। ଏବଂ ଖାଲି ସେତିକି ନୁହଁ ତ୍ୱମ୍ ବୈଷ୍ଣବୀ ଶକ୍ତିର ଅନନ୍ତ ବୀର୍ଯ୍ୟା ଇଏ ହେଉଛନ୍ତି ସାକ୍ଷାତ୍ ମହାବୈଷ୍ଣବୀ। ତ୍ୱମ୍ ବୈଷ୍ଣବୀ ଶକ୍ତିର ଅନନ୍ତ ବୀର୍ଯ୍ୟା ବିଶ୍ୱସ୍ୟ ବୀଜಂ ପରମାସି ମାୟା ସମୋହିତମ୍ ଦେବୀ ସମସ୍ତମେତତ୍ ତ୍ୱମ୍ ବୈ ପ୍ରସନ୍ନା ଭୁବି ମୁକ୍ତି ହେତୁ। ତୁମେ ଅନନ୍ତ ବଳ ସମ୍ପନ୍ନ ଅଟ। ଆପଣମାନେ ଦେଖୁଛନ୍ତି ଏ ସୁନ୍ଦର ଦୃଶ୍ୟ ଅବଲୋକନ କରୁଛନ୍ତି। ଏବେ ଆମେ ଯାଇ ସେଇ ମାଙ୍କୁ ଦର୍ଶନ କରିବା ଯିଏ ହେଉଛନ୍ତି ଦେବୀ ଅର୍ଦ୍ଧାସନୀ। ଏବଂ ଆପଣମାନେ ଜାଣନ୍ତି ଦେବୀ ଅର୍ଦ୍ଧାସନୀ ସେଠି ମାଉସୀ ମା ରୂପରେ ବିରାଜମାନ କରିଛନ୍ତି ଏବଂ ଅପେକ୍ଷା ରଖିଛନ୍ତି ସବୁ ଆମର ଦିଅଁମାନଙ୍କୁ ସେ ପୋଡ଼ପିଠା ଖୁଆଇବେ। କାହିଁକି ନା ବାହାଘର ହେଇଥିଲା ତମେ ତ ସାଙ୍ଗେ ସାଙ୍ଗେ ପଳେଇଗଲ ଅଣସର ଘରକୁ, ତାପରେ ତମେ ଜ୍ୱରରେ ପୀଡ଼ିତ ହେଲ, ତାପରେ ପଳେଇ ଆସିଲ ଭକ୍ତମାନଙ୍କର ମାନେ ମୋହନ ମନ୍ତ୍ରରେ ତମେ ଏମିତି ବାୟା ହେଲ, ତମେ ପଳେଇ ଆସିଲ ନୀଳକନ୍ଦରକୁ ଛାଡ଼ିକି ପଳେଇ ଆସିଲ। ଯଦି ଆସିଲ ରଥ ଉପରେ ଖାଇବା ପିଇବା ଠିକ୍ ଠିକଣା କିଛି ନାହିଁ। ଯଦି ବା ଆଡ଼ପ ଅଭଡ଼ା